ପୁରୁଷର ନାଭିର ଉପର ଭାଗକୁ ପବିତ୍ର କୁହାଯାଇଛି ଏବଂ ତାର ମୁଖକୁ ଆହୁରି ପବିତ୍ର କୁହାଯାଇଛି। ଯେହେତୁ ପରମାତ୍ମାଙ୍କ ମୁଖ ତୁଲ୍ୟ ବ୍ରାହ୍ମଣ, ତେଣୁକରି ସେ 4 ବର୍ଣ୍ଣରୁ ବଡ଼ ଏବଂ ତା ସହିତ ସେ ଯେହେତୁ ବେଦ ପଢ଼ାନ୍ତି, ତେଣୁକରି ସେ ଜଗତର ପ୍ରଭୁ। ତାହେଲେ ଦେଖନ୍ତୁ ଲେଖକ ଏଇଠି କ'ଣ କଲେ। ଏକ ଶ୍ଲୋକରେ ବ୍ରାହ୍ମଣମାନଙ୍କୁ ପରମାତ୍ମାଙ୍କ ମୁଖରୁ ଜନ୍ମ କରିଦେଲେ, ଆଉ ଏକ ଶ୍ଲୋକରେ ସେ ବର୍ଗର କାମ ବେଦ ପଢ଼ିବା ଓ ପଢ଼େଇବା ଠିକ୍ କରିଦେଲେ, ଏବଂ ଆଉ ଏକ ଶ୍ଲୋକରେ ସେ କହିଲେ ଯେହେତୁ ସିଏ ପବିତ୍ର ମୁଖରୁ ଜନ୍ମ ହେଇଛନ୍ତି ପରମାତ୍ମାଙ୍କର ଏବଂ ସେ ବେଦ ପଢ଼ଉଛନ୍ତି, ତେଣୁକରି ସେ ଜଗତର ପ୍ରଭୁ। ହାସ୍ୟାସ୍ପଦ ଲାଗୁନି? ଏସବୁ ଜିନିଷ ଆମ ଧର୍ମଗ୍ରନ୍ଥରେ ଲେଖା ହେଇଛି। ଯଦି ଲଜିକାଲି ଆମେ ଚିନ୍ତା କରିବା, କ'ଣ ଏ ଶ୍ଲୋକ ଗୁଡ଼ାକର ମତଲବ? ଜାତି ପ୍ରଥାର ଆରମ୍ଭ ଇଏ ନୁହେଁ ତ? ଡେଫିନେଟଲି ଏଇଆ ହିଁ ଜାତି ପ୍ରଥା, କଟ୍ଟର ଜାତି ପ୍ରଥା ଇଏ।